ଏକ ଇ ବାଇକ୍ ଶୋରୁମ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ପ୍ରାୟ 120ଟି ଇ ବାଇକ୍। ତେବେ ବ୍ରହ୍ମପୁର ଗେଟ୍ ବଜାର ରେଡ୍ଡି ଗ୍ୟାରେଜ ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଗାଡ଼ି ଶୋରୁମ୍ରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରାୟ 1 ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଇଭି ଶୋରୁମ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଆଉ ଶୋରୁମ୍ରୁ ଧୂଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକମାନେ ଇଭି ଶୋରୁମ୍ ମାଲିକକୁ ଖବର ଦେଇଥିଲେ। ଏଥିସହିତ ଅଗ୍ନିଶମ ବାହିନୀ ମଧ୍ୟ ସୂଚନା ପାଇ ସଙ୍ଗେ ସଙ୍ଗେ 2ଟି ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଥିଲା। ଆଉ ପାଖାପାଖି 1 ଘଣ୍ଟାର ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ 2 ମହଲା କୋଠାରେ ଇଭି ଶୋରୁମ୍ ଥିବା ବେଳେ ନିଆଁ ଲାଗିବା ପରେ ତଳ ମହଲାରୁ ଗାଡ଼ିଗୁଡ଼ିକ ବାହାର କରିଦିଆଯାଇଥିଲା। କିନ୍ତୁ ଉପର ମହଲାରେ ଥିବା ପାଖାପାଖି 120ଟି ଗାଡ଼ି ପୋଡ଼ି ନଷ୍ଟ ହୋଇଯାଇଥିବା କୁହାଯାଉଛି।